ଆଜିକା ଦିନରେ ବି ମୋତେ ଏତେ ବଡ଼ ଧକ୍କା ମିଳିବ ବୋଲି ମୁଁ କେବେ ଭାବି ହିଁ ନଥିଲି। ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ହେଉଛି ଆମ ଗାଁରେ ମହୋତ୍ସବ। ତ ମୁଁ ଯେହେତୁ ଯାଇନଥିଲି, ଆଜି ଆମ ଦାସବାବୁ ମୋ ପାଇଁ ସବୁ ତରକାରୀ ନେଇ ଆସିଥିଲେ ଆଉ ପ୍ରସାଦ ବି ନେଇ ଆସିଥିଲେ। ତ ଦିନ ସାରା ତାଙ୍କର ଆଜି ଗୋଟେ କଥା ମନେ ନଥିଲା। ଦେଇକି ଏବେ ଆସି କହୁଛନ୍ତି ଆଜି ଆମର 8 ମାସ କମ୍ପ୍ଲିଟ୍ ହେଇଗଲା ବାହାଘରକୁ, ତ 8 ମନ୍ଥ ଆନିଭର୍ସରୀ। ତ ମୁଁ ରାଗିକି ଏଠି ନିଆଁ। ତ ସକାଳୁ ମୁଁ ଆଜି ସବୁ ଯେତେ ସବୁ ଶାଢ଼ୀ ଥିଲା ମୋ ରାଗି କାଚି ଦେଇଥିଲି ଆଉ ତାଙ୍କ ଡ୍ରେସ୍ ବି କାଚି ଦେଇଥିଲି। ତ ଏଠି ସିଏ ବସିକି ତାଙ୍କ କାମ କରୁଥିଲେ। ମୁଁ ଭାବିନି ରାଗଟା କେମିତି ସୁଝିମି, ସବୁ ଲୁଗାପଟା ନେଇ ତାଙ୍କ ଉପରେ ଢାଳିଦେମି। ଦେଇ ସେ କହୁଛନ୍ତି ହେଲା କିସ ଏତେ ରାଗ କେନେ, ପୁଣି ରାଗ ମାନେ ଜାଣିପାରୁନ ତ ଆଜି କ'ଣ ଦେଖିଲେ ହଉ ହଉ ରାଗନି, ଆଜି ମାର୍କେଟ ସନ୍ଧ୍ୟାବେଳକୁ ଯିବା। ତ ମୁଁ ସବୁ ସନ୍ଧ୍ୟାବେଳେ ଫଟାଫଟ କାମ ସବୁ ସାରି ଦେଇକି ମୁଁ ରେଡ଼ି ହେଇଗଲି, କିନ୍ତୁ ବାବୁରାମକୁ ଦେଖା ହିଁ ନାହିଁ। ସବୁ କାମ ସରିଲାକୁ ଟାଇମ୍ ହେଲାଣି 8ଟା। ହଉ ଛାଡ଼, ଯେହେତୁ ଟାଇମ୍ ବି ବହୁତ ହେଇଗଲାଣି, ଶୀତ ଦିନ ନା, ତ 8ଟା ମାନେ ବହୁତ ଟାଇମ୍। ତ ଆମେ ମାର୍କେଟ ପହଞ୍ଚି ବି ଗଲୁ। ଇଏ କ'ଣ ଜେଣ୍ଟସ୍ ମାନଙ୍କର ଡ୍ରେସ୍ ଦୋକାନ, ଇଏ କ'ଣ ତମେ ମୋତେ କ'ଣ ପାଇଁ ଏଇଠିକି ଆଣିଛ? ଆରେ ସିଏ କହିଲେ ଆରେ ଅଷ୍ଟମୀ ଆସିଲାଣି, ମୁଁ କ'ଣ ଡ୍ରେସ୍ ନେବିନି, ମୁଁ ପୁରା ପଢ଼ୁଆଁ। ଆରେ ପଢ଼ୁଆଁ ତ ମୋତେ କ'ଣ କହିକି ଆଣିଥିଲ କ'ଣ ଯେ ମୋତେ କିଛି କିଣିଦେବ, ତ ଏଠି ନିଜେ ଆସିକି କ'ଣ ଡ୍ରେସ୍ ବାଛିଲ? ଆରେ ତମକୁ ତ ମୁଁ ବୋକା ବନେଇଦେଲି, ଠକିଦେଲ, ସତରେ ମୋତେ ଠକିଦେଲ। ମୋତେ ଗେହ୍ଲେଇକି କହୁଛନ୍ତି ହଉ ଛାଡ଼, ବେଟର ଲକ୍ ନେକ୍ସଟ ଟାଇମ୍ ଆଉ ଥରେ ମାର୍କେଟ ଆସିଲେ ତୁମ ପାଇଁ କିଛି ନେଇଯିବି। ତ ଗେହ୍ଲେଇକି କହୁଛନ୍ତି ହଉ କିଛି କ'ଣ ଖାଇବ ଖାଇଦିଅ ତାପରେ ଘରକୁ ଯିବା। ମୁଁ ରାଗିକି ନିଆଁ ତମ ମୋତେ ଟିକେ ଗେହ୍ଲେଇକି କହୁଛନ୍ତି ହଉ ଟିକେ ଖାଇଦିଅ, ମୁଁ ଖୋଇ ଦେଉଛୁ। ତ ମୁଁ ଆଉ ତାଙ୍କ ସାଙ୍ଗରେ କଥାବାର୍ତ୍ତା ବି ନାହିଁ। ଶେଷରେ ଘରକୁ ଆମେ ପଳେଇ ଆସିଲୁ। ତ ମନଟା ବି ଦୁଃଖ।